କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ। ସହି ପାରିଲେନି ଯନ୍ତ୍ରଣା, ଛଟପଟ ହୋଇ ଚାଲିଗଲା ନିଶ୍ୱାସ। ଜୀବନ ଯୁଦ୍ଧରେ ବାଜି ମାରିନେଲା ମୃତ୍ୟୁ, ହାରିଗଲେ ସାହସୀ ସୌମ୍ୟାଶ୍ରୀ। ସୌମ୍ୟାଙ୍କୁ ହରାଇ ଗୁମୁରି ଗୁମୁରି କାନ୍ଦୁଛି ଗାଁ। ପୁରା ଗାଁରେ ଶୋକର ଛାୟା। କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ। ସମସ୍ତଙ୍କ ଆଖିରୁ ବହିଯାଉଛି ଅଜସ୍ର ଲୁହ। ବିଗତ 3 ଦିନ ଧରି ହସ୍ପିଟାଲରେ ନର୍କ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଚାଲିଗଲା ଜୀବନ। ଆଖି ବୁଜିଲେ ବାଲେଶ୍ୱର ଏଫ୍ଏମ୍ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୋମବାର ରାତି ପ୍ରାୟ 11:46। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏମ୍ସ ପକ୍ଷରୁ ମୃତ୍ୟୁ ଘୋଷଣା ପରେ ତୁରନ୍ତ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା ସୌମ୍ୟାଶ୍ରୀଙ୍କ ମୃତଦେହ। ଅଧା ରାତିରେ ହେଲା ପୋଷ୍ଟମର୍ଟମ। କଡ଼ା ସୁରକ୍ଷା ଭିତରେ ପାଖାପାଖି 2 ଘଣ୍ଟା ଭିତରେ ସରିଥିଲା ବ୍ୟବଚ୍ଛେଦ ଏବଂ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିଲା। ଚିକିତ୍ସା ସମ୍ବନ୍ଧିତ କାଗଜପତ୍ର ବି ହସ୍ତାନ୍ତର କରାଯାଇଥିଲା ପରିବାର ଲୋକଙ୍କୁ। ତେବେ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ବାଲେଶ୍ୱର ଭୋଗରାଇସ୍ଥିତ ପୈତୃକ ଗାଁକୁ ନେବେ, ସେହିଠାରେ ହିଁ ଅନ୍ତିମ ସଂସ୍କାର କରିବେ। ଫଳରେ ମହାପ୍ରଣୟନ ଗାଡ଼ିରେ ବାହାରିଥିଲା ମୃତଦେହ। ଗତ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ 20 ବର୍ଷର ପୀଡ଼ିତା ସୌମ୍ୟାଶ୍ରୀ। ତାଙ୍କ ଶରୀରର 95% ପୋଡ଼ି ଯାଇଥିଲା। ସଙ୍କଟାପନ୍ନ ଥିଲା ସ୍ୱାସ୍ଥ୍ୟାବସ୍ଥା। ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ସହ ଆରମ୍ଭ ହୋଇଥିଲା ଚିକିତ୍ସା। ଜି ଜାନ୍ ଲଗାଇ ଦେଇଥିଲେ ଡାକ୍ତରୀ ଟିମ୍। ନିଆଁରେ ଛାତ୍ରୀଙ୍କ ଶ୍ୱାସନଳୀ ପୋଡ଼ି ଯାଇଥିଲା, ଆଉ ଜଳୀୟ ଅଂଶ କମି ଯାଇଥିଲା। କିଡନୀ, ଲଂସ୍ ଓ ହାର୍ଟ ଉପରେ ପଡ଼ିଥିଲା ପ୍ରଭାବ। ତା ସହ ବ୍ଲଡ ପ୍ରେସର କମି ଯାଇଥିଲା ଓ ଡାଇଲିସିସ୍ ବି ଆରମ୍ଭ ହୋଇଯାଇଥିଲା। ତେବେ ଦରକାର ପଡ଼ିଲେ ତାଙ୍କୁ ଏୟାରଲିଫ୍ଟ କରାଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଏଫ୍ଏମ୍ କଲେଜର ଏଜୁକେସନ ଡିପାର୍ଟମେଣ୍ଟ ଏଚ୍ଓଡି ସମୀର ସାହୁଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ସାହସୀ ସୌମ୍ୟାଶ୍ରୀ। ଏଚ୍ଓଡି ତାଙ୍କୁ ଫେଭର ମାଗୁଥିଲେ। ଏହି ଅଭିଯୋଗକୁ ଗୁରୁତର ସହ ନେଇନଥିଲେ କଲେଜ ପ୍ରଶାସକ, ଯେଉଁଥିପାଇଁ ଶନିବାର ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ ସାହସୀ ସୌମ୍ୟାଶ୍ରୀ। ସହପାଠୀମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସୌମ୍ୟାଶ୍ରୀ ଏବେ ଆରପାରିରେ। ସାଙ୍ଗ ସାଥୀ, ପରିବାର, ବନ୍ଧୁ, ପ୍ରିୟଜନଙ୍କୁ ଛାଡ଼ି ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି। ଏବେ ପଞ୍ଚଭୂତରେ ଲୀନ ହୋଇଛି ସୌମ୍ୟାଶ୍ରୀଙ୍କ ମର ଶରୀର। ସବୁଆଡ଼େ ସତେ ଯେମିତି ସ୍ତବ୍ଧ ହୋଇଯାଇଛି ପରିବେଶ। ତେବେ ସୌମ୍ୟାଶ୍ରୀଙ୍କ ଦେହାନ୍ତରେ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ 20 ଲକ୍ଷ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେପଟେ ଏହି ଘଟଣାକୁ ନେଇ ଆସନ୍ତା 17 ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମଦଳ ସମେତ 7ଟି ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ଡାକରା ଦିଆଯାଇଛି। ବ୍ୟୁରୋ ରିପୋର୍ଟ, ସୂଚନା ଟିଭି 24x7।